ଉତ୍ତର ମାର୍ଗ ଶ୍ରୀମତୀ ପ୍ରତିଭା ରାୟ। ମଣିଷର ମାନ ସମ୍ମାନ, ଅଭିମାନ, ଅହଙ୍କାର, ବିକାର ସବୁକିଛି ତୁଚ୍ଛ ହୋଇଯାଏ କ୍ଷୁଧା ପାଖରେ। ଦରିଦ୍ର ଭୋଜନ ଶେଷରେ ଚାରି ବନ୍ଧୁ ବ୍ରାହ୍ମଣଙ୍କ ଖଳାବାଡ଼ିରେ ପାଳଗଦା ଉହାଡ଼ରେ ନଡ଼ାପାଳ ବିଛେଇ ପରମ ଶାନ୍ତିରେ ଶୋଇପଡ଼ିଲେ। ଦିଗ୍ଦର୍ଶୀଙ୍କ ଆଖିରେ ନିଦ ନାହିଁ। ଚତୁର୍ଦ୍ଦିଗରେ ଅନ୍ଧାର ଆଉ ଅନ୍ଧାର। ପ୍ରତିଦିନ ସୂର୍ଯ୍ୟୋଦୟ ହୁଏ, କିନ୍ତୁ ଅନ୍ଧକାରର ଶେଷ କାହିଁ? କିଏ କାନ୍ଦୁଛି ରାତ୍ରିର ବୁକୁଚିରେ? ଏତେ ଦୂରରୁ ଭାସି ଆସୁଛି ତାର ବିଳାପର ଧ୍ୱନି। ଦିଗନ୍ତ କେଶରୀଙ୍କ ପଥ ଅନୁସରଣ କରି ଏତେ ବାଟ କ'ଣ ଧାଇଁ ଆସିଛନ୍ତି ଅସହାୟ ଚକରୀ? ମୋ ମୟୀ, ମୋ ମଇଆ, ତୋ ଆଗରେ ମୁଁ କାହିଁକି ନ ମଲି? ବିଳାପର ଧ୍ୱନିକୁ ଅନୁସରଣ କରି ଦିଗ୍ଦର୍ଶୀ ଢିଙ୍କି ଚାଳିଆ ପାଖରେ ପହଞ୍ଚିଲେ। ନମ୍ର କୋମଳ ସ୍ୱରରେ ପ୍ରଶ୍ନ କଲେ, ମା, ଆପଣଙ୍କର କି ଦୁଃଖ? ଏତେ ରାତିରେ ବିଶ୍ରାମ ନ କରି ଏପରି କାନ୍ଦୁଛନ୍ତି କାହିଁକି? ରମଣୀ ଜଣକ ଦିଗ୍ଦର୍ଶୀଙ୍କ ଆଡ଼କୁ ପ୍ରଶ୍ନବାଚୀ ଦୃଷ୍ଟି ତୋଳି ପଚାରିଲେ, କିଏ ତୁମେ ପୁଅ? ମୁଁ ଜଣେ ଗୃହତ୍ୟାଗୀ ସନ୍ନ୍ୟାସୀ, ଆଶ୍ରମବାସୀ। ତୁମ ଗୁରୁ? ମୋ ଗୁରୁ ପରଶୁରାମ। ପରଶୁରାମ ଯମଦଗ୍ନିଙ୍କ ପୁତ୍ର। ତୁମେ ଯମଦଗ୍ନିଙ୍କ ପୁତ୍ର? ତୁମେ ମୋ ମଇଆକୁ ବଞ୍ଚେଇ ପାରିବ? ସଞ୍ଜୀବନୀ ମନ୍ତ୍ର ତୁମକୁ ଜଣା? ମୈଥିଳୀ ଆଖି ଖୋଲି ଚାହିଁଲା। ଦିଗ୍ଦର୍ଶୀ କହିଲେ, ମୁଁ ଦିଗ୍ଦର୍ଶୀ, ଅଳକା ଆଶ୍ରମରେ ରହେ। ଦୁର୍ବଳ କମ୍ପିତ ହାତ ତୋଳି ମୈଥିଳୀ ତାର ଜୀବନଦାତାଙ୍କୁ ପ୍ରଣାମ ଜଣାଇଲା। ସେତେବେଳେ ତାର ବଡ଼ ବଡ଼ ଆଖି ଦୁଇଟାରେ ଲୁହ ଟଳମଳ ହେଉଥାଏ। ପୂର୍ବ ଆକାଶରେ ଝଲମଲ ପ୍ରଭାତୀ ତାରା ଆଜି ଦିଗ୍ଦର୍ଶୀଙ୍କ ଆଖିକୁ ଉଷାର ଗଣ୍ଡରେ ଲୁହର ବିନ୍ଦୁଟିଏ ଭଳି ଦେଖାଯାଉଥିଲା। ମୈଥିଳୀ ନିରଳଙ୍କାର। ସେ ଶ୍ୱେତ ବସ୍ତ୍ର ପିନ୍ଧେ, କର୍କଶ ଭୂମିରେ ଶଯ୍ୟା ରଚନା କରି ଶୁଏ। ଲମ୍ବ କେଶ କାଟି ଛୋଟ କେଶ ରଖେ। ନୃତ୍ୟ, ଗୀତ, ଅଭିନୟ, ଯାତ୍ରା, ଉତ୍ସବ, ଉପଭୋଗ ତା ପାଇଁ ସବୁ ନିଷେଧ। ତାର ଦୈନିକ ଆହାର ହେଲା ନିରାମିଷ। ସେଥିରେ ପୁଣି କେତେକ ଜିନିଷ ଆମିଷରେ ଗଣା ହେଉଥିବାରୁ ତା ପାଇଁ ମନା। ସେଗୁଡ଼ିକ ମଧ୍ୟରେ ସଜନା ଶାଗ, ସଜନା ଛୁଇଁ, ସୁନସୁନିଆ ଶାଗ, ପିଆଜ, ରସୁଣ, ପୋଇ, ଲାଉ, କୋବି ଇତ୍ୟାଦି ପନିପରିବା। ବର୍ଷର 24-81 ନିର୍ଜଳ ଭାବରେ ପାଳନ କରେ ସେ। କାର୍ତ୍ତିକ, ମାଘ, ବୈଶାଖ ଏ 3 ମାସ ନିର୍ଜଳା ଏକାଦଶୀ କରିବା ସଙ୍ଗେ ସଙ୍ଗେ ମାସ ସାରା ହବିଷ୍ୟ ପାଳନ କରି ଏକାହାର କରେ। ହବିଷ୍ୟ ପାଳନ ପାଇଁ ଖାଏ ସାରୁ, ବନ୍ତଳ କଦଳୀ, ଅଗସ୍ତି ଶାଗ, ଓଉ, ଗୋଟା ମୁଗ, ଘିଅ, ଦହି, ଲୁଣ। ବ୍ୟଞ୍ଜନ ଅଫୁଟା ରହେ। ଭୋଜନ ସମୟରେ ବା ରନ୍ଧନ ସମୟରେ କୌଣସି ବିଭ୍ରାଟ ଘଟିଲେ ସେଦିନ ମଧ୍ୟ ସାରାଦିନ ଖାଡ଼ା ଉପାସ ରହିବାକୁ ପଡ଼େ। ମାଛ ଖାଇବାକୁ ଜିଦ୍ ଧରିଲେ ବାପାଠୁ ମାଡ଼ ଖାଏ। ତାରି ବୟସର କକାପୁଅ ଭାଇ ଓ ଭଉଣୀମାନେ ମାଛ ଖାଇବା ବେଳେ ମଇ ଆଉ ସମ୍ଭଳା ପଡ଼େ ନାହିଁ। ଦିନେ ଦିନେ ରାଗ ରୁଷି ନିର୍ଜଳ ଉପବାସ ବି ହୋଇଯାଏ। ଘରେ ଦିନ ରାତି ଅଶାନ୍ତି। କାର୍ତ୍ତିକ ଓ ମାଘ ମାସରେ ରାତି ଥାଇ ବୁଡ଼ ପକାଇବାକୁ ହୁଏ। 9 ବର୍ଷର ଝିଅ ମୈଥିଳୀ କେତେ ସେରନ୍ତାରେ ବଢ଼ିଥିଲା। ଝିଅର ଏ ଅବସ୍ଥା ଦେଖି ପଣ୍ଡିଆଣୀ ମୁଣ୍ଡରେ ସିନ୍ଦୂର ଦେଖନ୍ତି ନାହିଁ। ଶାଶୁ ରାଗିବେ ବୋଲି ସୁନ୍ଥାରେ ସିନ୍ଦୂର ଟିକେ ମାରିଦେଇ ନିର୍ମାଲ୍ୟ ଟିକେ ପାଇ ଦେଇଥାନ୍ତି। ଆରଥରକୁ